ହୁଁ। ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଗୋଟେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଗକୁ ବଢିବା। ପ୍ରଶ୍ନଟି ଏହିପରି ରହିଛି, ଯଦି ଘାତ ବାରରେ ସଂକ୍ରାନ୍ତି ବିଶ୍ଵକର୍ମା ପୂଜା ଥିବ ଓ ଇନ୍ଦିରା ଏକାଦଶୀ ଥିବ ତାହେଲେ ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ ନା ନୁହେଁ? ଏହାର ସିମ୍ପଲ ରେ ଆମେ ଆନ୍ସର ଦବା ଯେ ଶୁଭ କାମ ଆରମ୍ଭ କରିବା ଉଚିତ ନୁହେଁ। ଏଇଟା ହେଲା ପ୍ରଶ୍ନର ଡାଇରେକ୍ଟ ଆନ୍ସର। ଶୁଭ କର୍ମ ଆରମ୍ଭ କରିବା ଉଚିତ ନୁହେଁ। ଏବେ ଆମେ ଏଇ ପ୍ରଶ୍ନର ଡିଭିଜନ କରି କରି ବୁଝିବାକୁ ଚେଷ୍ଟା କରିବା, କଣ ପାଇଁ ଉଚିତ ନୁହେଁ, କଣ ପାଇଁ କି କଣ କରିବା ଉଚିତ ଅନୁଚିତ। ଭାଇ, ଘାତ ବାର, ଘାତ ବାର ମାନେ ଘାତ ବାର ମାନେ ହେଲା ଗୋଟେ ସପ୍ତାହର ଯୋଉ ସପ୍ତ ବାର ଅଛି, ପ୍ରତ୍ୟେକ ରାଶିର ଗୋଟେ ଗୋଟେ ଇନସ୍ପିସିଏସ ବାର ଅଛି। ସେଥିପାଇଁ ଆପଣଙ୍କୁ ହୋରା ଶାସ୍ତ୍ର ବିଷୟରେ ଜାଣିବା ଦରକାର। ହୋରା ଶାସ୍ତ୍ର କଣ କହେ, ଯଦି ମଙ୍ଗଳବାର ହେଲା ସେଟା କ୍ରୂର ବାର ହେଲା। ମୁହୂର୍ତ୍ତ ଚିନ୍ତାମଣି, ମୁହୂର୍ତ୍ତ ଗଣପତି, ମୁହୂର୍ତ୍ତ ରତ୍ନାକର, ସର୍ବାର୍ଥ ଚିନ୍ତାମଣି, ଯେତିକି ପ୍ରକାର ମୁହୂର୍ତ୍ତର ଶାସ୍ତ୍ର ଅଛି, ମୁହୂର୍ତ୍ତ ଗଣେଶ ଆଉ ନିର୍ଣ୍ଣୟ ସିନ୍ଧୁ, ଧର୍ମ ସିନ୍ଧୁ, ଏଇ ସବୁ ବିଭିନ୍ନ ପ୍ରକାର ବହି ଅଛି ସବୁ, ଯୋଉଥିରେ କି କ୍ଲିୟରଲି ମେନସନ କରାଯାଇଛି କି ଘାତ ବାରରେ କୌଣସି କାମ ଆରମ୍ଭ କରିବା କଥା ନୁହେଁ, ଶୁଭ କାମ କରିବା କଥା ନୁହେଁ। ପୁଣି ଘାତ ବାର ଯଦି ସଂକ୍ରାନ୍ତି ପଡିଲା, ତାହେଲେ ସଂକ୍ରାନ୍ତି ରିଲେଟେଡ ଯୋଉ କାମଟା ହବା କଥା, ହୋମଟା ହବା କଥା, ସୂର୍ଯ୍ୟଙ୍କ ଉପାସନାଟା ହେବା କଥା, ସେଟା ହେବା ଦରକାର। ତ ଘାତ ବାରରେ ସଂକ୍ରାନ୍ତି ପଡିଲା ବୋଲି କଣ ଆମେ ସଂକ୍ରାନ୍ତି ପାଳନ କରିବାନି? ନିଶ୍ଚିତ କରିବା। ଯଦି ଘାତ ବାରରେ ତମର ବିଶ୍ଵକର୍ମା ପୂଜା ପଡିଲା, ନିଶ୍ଚିତ ପୂଜା କରିବା। ଘାତ ବାରରେ ଇନ୍ଦିରା ଏକାଦଶୀ ପଡିଲା, ତାହେଲେ ଇନ୍ଦିରା ଏକାଦଶୀ କରିବାନି? କରିବା। ତାହେଲେ ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ କି ନୁହେଁ? ତାହେଲେ ଏଇ ଶୁଭ କାର୍ଯ୍ୟର କଣ, ଏଇ ଶୁଭ କାର୍ଯ୍ୟଟା କଣ, କୋଉ ଶୁଭ କାର୍ଯ୍ୟ? କାରଣ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ମୁହୂର୍ତ୍ତକୁ ନିର୍ଣ୍ଣୟ କରିବା ପାଇଁ କି କାଳ ବିବେକ, କାଳ ଚିନ୍ତାମଣିରେ ସବୁ ଦିଆଯାଇଛି। ଯେମିତି ଧର ଅ ଷୋଡଶ ସଂସ୍କାରର ଶୁଭ କାର୍ଯ୍ୟ, ଦଶବିଧ ସଂସ୍କାରର ଶୁଭ କାର୍ଯ୍ୟ, କ୍ଷୌର ମାନେ କ୍ଷିୟର ହବା ଦିବସ, କର୍ଣ୍ଣଭେଦ କରିବା ଦିବସ, ବିଦ୍ୟାରମ୍ଭ ଦିବସ, ବ୍ରତୋପନୟନ, ନବବଧୂ ଯାତ୍ରା, ଜଳାଶୟ ଆରମ୍ଭ, ଜଳାଶୟ ପ୍ରତିଷ୍ଠା, ଦେବତା ଗଠନ, ଦେବତା ପ୍ରତିଷ୍ଠା, ନୌକା ଗଠନ, এই ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟ ଅଛି। ବିବାହ ବ୍ରତ, ଗୃହାରମ୍ଭ, ଗୃହ ପ୍ରବେଶ, କ୍ରିସ୍ତୀୟନ, ବୃକ୍ଷରୋପଣ, ଧାନ ଛେଦନ, ଧାନ ସ୍ଥାପନ, ନୂଆ ଘର ବନେଇବା, ନବାନ୍ନ ଭକ୍ଷଣ, ବାଣିଜ୍ୟକରଣ, ଅନ୍ନପ୍ରସନ୍ନ, ଏ ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟ ଅଛି। ଆଉ ପ୍ରତ୍ୟେକ ଶୁଭ କାର୍ଯ୍ୟର ନିମନ୍ତେ ପ୍ରତ୍ୟେକ ଗୋଟେ ନିର୍ଣ୍ଣୟ କରାଯାଇଛି। ଜେନେରାଲି ଘାତ ବାରରେ ଯଦି ସଂକ୍ରାନ୍ତି ପଡିଲା ତାହେଲେ ସଂକ୍ରାନ୍ତି ପାଳନ ହବ। ଘାତ ବାରରେ ଯଦି ବିଶ୍ଵକର୍ମା ପୂଜା ପଡିଲା, ବିଶ୍ଵକର୍ମା ପୂଜା ହବ। ଘାତ ବାରରେ ଯଦି ଇନ୍ଦିରା ଏକାଦଶୀ ପଡିଲା ତାହେଲେ ଇନ୍ଦିରା ଏକାଦଶୀ ହବ। କିନ୍ତୁ ଏଇ ସବୁ ଜିନିଷରେ ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। କାହିଁକି ନୁହେଁ ସେଟା ଆମେ ଅଲରେଡି ଡିଟେଲ ଏକ୍ସପ୍ଲେନ କରିଛୁ। ସେ ଯୋଉ ଡିଟେଲ ଏକ୍ସପ୍ଲେନେସନ ଟା ଯଦି କିଏ ଭଲସେ ଦେଖେ ସେ ବୁଝିପାରିବ। ସେ ଯଦି ଗୋଟେ ଭିଡିଓ ଦେଖିଥିବ ତାହେଲେ ସେ ବୁଝିପାରିବନି। ପଞ୍ଚାଙ୍ଗର ଯୋଉ ସିରିଜ ଟା ଅଛି ସେଟାକୁ ସେ କ୍ଲିୟରଲି ଦେଖିବାକୁ ପଡିବ। ଗୋଟେ ଏତେ ବଡ ଜିନିଷଟାକୁ ଏତେ ଛୋଟ ଭିତରେ କହିବାଟା ସମ୍ଭବପର ନୁହଁ। ବହୁତ କିଛି ଜିନିଷ ଆଣିଲା ପରେ ପଞ୍ଚାଙ୍ଗକୁ ଡିଲ୍ କରିହବ, ନହେଲେ ତାକୁ ଡିଲ୍ କରିବା ଟିକେ କଷ୍ଟସାଧ୍ୟ ହବ। ତେଣୁ ମୋର କହିବା କଥା ଯେ ଆମେ ଆଶା କରୁଛୁ ଯେ ଆମେ ଆନ୍ସର ଦେଇପାରୁଛୁ। ଘାତ ବାରରେ ଯଦି ସଂକ୍ରାନ୍ତି, ବିଶ୍ଵକର୍ମା ପୂଜା ଆଉ ଇନ୍ଦିରା ଏକାଦଶୀ ଥିବ ତାହେଲେ କଣ ପାଇଁ କି ଜିନିଷ ହବନି। ସଂକ୍ରାନ୍ତିରେ ସୂର୍ଯ୍ୟ ତାଙ୍କର ରାଶି ପରିବର୍ତ୍ତନ କରନ୍ତି। ବିଶ୍ଵକର୍ମା ପୂଜାରେ କଣ ହୁଏ ନା, ବିଶ୍ଵକର୍ମା ଯେହେତୁ ସବୁ ଜିନିଷର ଗୋଟେ ଦେବ ଶିଳ୍ପୀ ସିଏ, ତେଣୁ ତାଙ୍କ ଉଦ୍ଦେଶ୍ୟରେ ଶିଳ୍ପ କର୍ମ ଗୁଡାକ ସବୁ ବନ୍ଦ ରଖାଯାଏ ତାଙ୍କ ପୂଜା ଉଦ୍ଦେଶ୍ୟରେ। କାରଣ ସିଏ ତ ତାଙ୍କ ଶୁଭ କର୍ମ ଆରମ୍ଭ କଲେ ଯଦି କିଛି ମେସିନାରୀ ୟୁଜ ହବ, ବିଶ୍ଵକର୍ମାଙ୍କୁ ତ ପୂଜା କରିବେ, ପୂଜା ହେବେ, ତା ଶୁଭ କର୍ମ ସେଥିପାଇଁ ଆରମ୍ଭ କରିବା ଉଚିତ ନୁହେଁ। ଇନ୍ଦିରା ଏକାଦଶୀ ଟା କଣ? ନା ଇନ୍ଦିରା ଏକାଦଶୀ ଟା ହଉଛି, ଆପଣ ଯଦି ଏକାଦଶୀ ବିଷୟରେ ଯଦି ଭଲ କି ଆପଣ ଜାଣିବାର ଅଛି ଯେ କୋଉ ଏକାଦଶୀରେ କଣ କରିବେ, ତାହେଲେ ଆପଣ ପଦ୍ମ ପୁରାଣ ଉଠାନ୍ତୁ। ପଦ୍ମ ପୁରାଣରେ ଉତ୍ତର ଖଣ୍ଡରେ ଆପଣଙ୍କୁ କ୍ଲିୟରଲି ମିଳିଯିବ ଯେ ଇନ୍ଦିରା ଏକାଦଶୀ କଣ। ପଦ୍ମ ପୁରାଣର ଉତ୍ତର ଖଣ୍ଡରେ ଅଶ୍ୱିନ ମାସର ଯୋଉ ଏକାଦଶୀ ଅଛି, ଇନ୍ଦିରା ଏକାଦଶୀ ଗୋଟେ ପଡେ, ଆଉ ଗୋଟେ ପାପଙ୍କୁଶ ଏକାଦଶୀ ପଡେ।
ଠିକ ଅଛି। ସେଥିରେ ଅ, କରିବା କଥା ନୁହଁ। ଏଠି ଦେଖନ୍ତୁ ସଂକ୍ରାନ୍ତି ମାନେ କଣ? ସୂର୍ଯ୍ୟଙ୍କର ସଂକ୍ରମଣ। ବିଶ୍ଵକର୍ମା ପୂଜା ମାନେ କଣ? ମାନେ ଯିଏ ଦେବ ଶିଳ୍ପୀ ଅଛନ୍ତି, ଯିଏ ସବୁ ଶିଳ୍ପକୁ ରଚନା କରିଛନ୍ତି, ତାଙ୍କର ଇଏ ପୂଜା। ଇନ୍ଦ୍ର ଏକାଦଶୀ କଣ? ଏକାଦଶୀରେ ଏକାଦଶୀ ତିଥି ଜେନେରାଲି କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଠିକ ଅଛି ନା? ପ୍ରାୟତଃ ମ୍ୟାକ୍ସିମମ୍ ଶୁଭ କାର୍ଯ୍ୟ କରାଯାଏ। ତେଣୁ ଏହାର ଆନ୍ସର ହେଲା, ଯଦି ଘାତବାରରେ ସଂକ୍ରାନ୍ତି, ବିଶ୍ଵକର୍ମା ପୂଜା ଥିବ ଓ ଇନ୍ଦ୍ର ଏକାଦଶୀ ଥିବ, ତାହେଲେ ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। ତେବେ ଆଜିର ଏଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।